ପିଲାମାନେ ଏଠାରେ ଆମ ପାଖରେ ଗୋଟେ ଆୟତଘନ ଅଛି। ଏବେ ଏ ଆୟତଘନର କେତୋଟି ପାର୍ଶ୍ୱ ଅଛି ତୁମେମାନେ କହିପାରିବ? ଏ ଆୟତଘନର 6ଟି ପାର୍ଶ୍ୱ ଅଛି। କିପରି ଜାଣିବା ଦେଖ ସେଇ ଆୟତଘନକୁ ମୁଁ 6 ପ୍ରକାର ବନେଇଛି। ଦେଖ ପ୍ରଥମ ପାର୍ଶ୍ୱଟି ଦେଖ ADCB, ଏ ପାର୍ଶ୍ୱଟି ଅଛି ଏବଂ ତାର ବିପରୀତ ପାର୍ଶ୍ୱରେ ଅଛି EFGH, ଦୁଇଟି ପାର୍ଶ୍ୱ ପାଇଲେ। ଏବେ AEFB, ଇଏ ଗୋଟେ ପାର୍ଶ୍ୱ ଏବଂ ତାର ବିପରୀତ ହେଲା କ'ଣ? DHGC, ଦେଖ ଏଠି ବନେଇଛି DHGC। ଏବେ ଆମେ 4ଟି ପାର୍ଶ୍ୱ ପାଇଗଲେ। ଏବେ ଆଉ 2ଟି ପାର୍ଶ୍ୱ ରହିଲା। ଦେଖ ଉପର ପାର୍ଶ୍ୱଟି ଏବଂ ତଳ ପାର୍ଶ୍ୱଟି। AEHD ହେଲା ଉପର ପାର୍ଶ୍ୱଟି ଏବଂ FGCB ତଳ ପାର୍ଶ୍ୱଟି। ତେଣୁ ଆୟତଘନର କେତୋଟି ପାର୍ଶ୍ୱ ଥାଏ? 6ଟି ପାର୍ଶ୍ୱ ଥାଏ। ଏବେ ମୁଁ ଯଦି କହିବି ଏ ଆୟତଘନର ସମଗ୍ର ପୃଷ୍ଠର କ୍ଷେତ୍ରଫଳ ନିର୍ଣ୍ଣୟ କର। ସମଗ୍ର ପୃଷ୍ଠର କ୍ଷେତ୍ରଫଳ, ଏହାର ଅର୍ଥ କ'ଣ? ସବୁଯାକ ପାର୍ଶ୍ୱର କ୍ଷେତ୍ରଫଳ ଆମେ ବାହାର କରିବା ଏବଂ ମିଶାଇ ଦେବା। ଏହାର ସବୁଯାକ ପାର୍ଶ୍ୱ ଗୋଟିଏ ଗୋଟିଏ କ'ଣ? ଆୟତ କ୍ଷେତ୍ର। ବୁଝିପାରୁଛ? ତେଣୁ ଆମେ କ'ଣ କରିବା? এই ଆୟତ କ୍ଷେତ୍ର ଗୁଡ଼ିକର କ୍ଷେତ୍ରଫଳ ବାହାର କରିଦେବା ଏବଂ ଏହାକୁ ମିଶାଇ ଦେବା। ମିଶାଇଲେ ଆମେ ସମଗ୍ର ପୃଷ୍ଠର କ୍ଷେତ୍ରଫଳ ପାଇଯିବା। ଏ ଆୟତଘନରେ ମୁଁ ଦୈର୍ଘ୍ୟକୁ ଲେଖୁଛି L, ପ୍ରସ୍ଥକୁ ନେଉଛି B ଏବଂ ଉଚ୍ଚତାକୁ ନେଉଛି H। ଏବେ ପିଲାମାନେ ଦେଖ ABCD, ଏ କ୍ଷେତ୍ରଟି, ଏ ଆୟତ କ୍ଷେତ୍ରରେ ଆମର କ'ଣ ଦୈର୍ଘ୍ୟ ଆସୁଛି ଏବଂ ଉଚ୍ଚତା ଆସୁଛି। ତେଣୁ ଏ ଆୟତ କ୍ଷେତ୍ରର କ୍ଷେତ୍ରଫଳ ହେବ L ଗୁଣନ H। ତାପରେ EFGH, ଏ ଆୟତ କ୍ଷେତ୍ରର ବି କ୍ଷେତ୍ରଫଳ ବାହାର କରିବା। ABCD, ଏ ଆୟତ କ୍ଷେତ୍ରର କ୍ଷେତ୍ରଫଳ ଯାହା ହେବ EFGH, ଏ ଆୟତ କ୍ଷେତ୍ରର କ୍ଷେତ୍ରଫଳ ବି ସେଇଆ ହେବ। ବୁଝିପାରୁଛ? କାରଣ ବିପରୀତରେ ଅଛି। ତେଣୁ ଏ କ୍ଷେତ୍ରଟିର କ୍ଷେତ୍ରଫଳ ବି ହେବ LH। ଏବଂ ଦେଖ BC କୁ ଆମେ ନେଇଛେ କ'ଣ? ଦୈର୍ଘ୍ୟ L, ସେମିତି GF କୁ ଆମେ ନେଇପାରିବା L ଏବଂ GH କୁ, ଯେମିତି AB ଗୋଟେ ଉଚ୍ଚତା, EF ଗୋଟେ ଉଚ୍ଚତା, GH ବି ଗୋଟେ ଉଚ୍ଚତା। ତେଣୁ କ୍ଷେତ୍ରଫଳ ହେବ LH ଗୁଣିଲେ LH। ଏବେ AEFB, ଏ କ୍ଷେତ୍ରଟିର କ୍ଷେତ୍ରଫଳ ସେମିତି ବାହାର କରିବା। ଦେଖ AEFB ରେ BF ଇଏ ହେଉଛି ପ୍ରସ୍ଥ ଏବଂ AB ଇଏ ହେଉଛି ଉଚ୍ଚତା। ତେଣୁ ହେବ ପ୍ରସ୍ଥ ଗୁଣନ ଉଚ୍ଚତା B ଗୁଣନ H ଏବଂ DHGC, ଏ ଆୟତ କ୍ଷେତ୍ରଟି AEFB ଆୟତ କ୍ଷେତ୍ରର ବିପରୀତରେ ଅଛି। ତେଣୁ ଏହାର ବି କ୍ଷେତ୍ରଫଳ ସମାନ ରହିବ B ଗୁଣନ H। ଏବେ ଉପର ଆୟତ କ୍ଷେତ୍ରର କ୍ଷେତ୍ରଫଳ ନିର୍ଣ୍ଣୟ କରିବା। ଏଠି ଆମେ AD ନେଇଛେ। AD ଗୋଟେ କ'ଣ? ଦୈର୍ଘ୍ୟ L ଏବଂ AE ହେଲା ଗୋଟେ ପ୍ରସ୍ଥ ଆମେ ନେଇଛେ B। ତେଣୁ L ଗୁଣନ B ଏବଂ BFGC, ଏ କ୍ଷେତ୍ରଟି ବି କ'ଣ? ଏ ଆୟତ କ୍ଷେତ୍ରର ବିପରୀତ ଏବଂ ଏହାର ବି କ୍ଷେତ୍ରଫଳ ହେବ L ଗୁଣନ B। ଏବଂ ଏ ଆୟତ କ୍ଷେତ୍ରରେ ଦୈର୍ଘ୍ୟ ଅଛି L, ପ୍ରସ୍ଥ ଅଛି B। ଏବେ ଆମେ 6ଟି ଯାକ କ୍ଷେତ୍ରର କ୍ଷେତ୍ରଫଳ ପାଇଗଲେ। ଏବେ ଆମେ ସମଗ୍ର ପୃଷ୍ଠର କ୍ଷେତ୍ରଫଳ ବାହାର କରିପାରିବା। କ'ଣ କରିବା? ଏ 6ଟି ଯାକ କ୍ଷେତ୍ରର କ୍ଷେତ୍ରଫଳକୁ ଆମେ ମିଶାଇ ଦେବା। ଦେଖ ଏଠି LH କେତେ ଥର ଆସିଛି? 2 ଥର। ତେଣୁ 2LH ଏବଂ ତାପରେ ମିଶାଇବା BH କେତେ ଥର ଆସିଛି? 2 ଥର, 2BH। ତାପରେ LB ବି 2 ଥର ଆସିଛି, 2LB ସମାନ 2। ତିନୋଟି ଯାକ ପଦରେ ସାଧାରଣ ଅଛି, ତେଣୁ ମୁଁ 2 କୁ ସାଧାରଣ ଅଛି ବୋଲି ନେଇଯାଉଛି। ରହିଲା LH ଯୁକ୍ତ BH ଯୁକ୍ତ LB। ଏବେ ଆମେ ସୂତ୍ର ପାଇଗଲେ ସମଗ୍ର ପୃଷ୍ଠର କ୍ଷେତ୍ରଫଳ। L ଆମେ କାହାକୁ ନେଇଥିଲେ? ଦୈର୍ଘ୍ୟକୁ। H ନେଇଥିଲେ ଉଚ୍ଚତାକୁ, B ନେଇଥିଲେ ପ୍ରସ୍ଥକୁ। ତେଣୁ ଆମେ ସମଗ୍ର ପୃଷ୍ଠର କ୍ଷେତ୍ରଫଳ କ'ଣ ପାଇଲେ? 2 ଗୁଣନ ଦୈର୍ଘ୍ୟ ଗୁଣନ ପ୍ରସ୍ଥ ଯୁକ୍ତ ପ୍ରସ୍ଥ ଗୁଣନ ଉଚ୍ଚତା ଯୁକ୍ତ ଦୈର୍ଘ୍ୟ ଗୁଣନ ଉଚ୍ଚତା। ଏବେ ଯଦି ମୁଁ ଗୋଟେ ଆୟତଘନ ନେବି ଯାହାର ଦୈର୍ଘ୍ୟ ଯଦି ହେବ 5 ସେଣ୍ଟିମିଟର, ପ୍ରସ୍ଥ ହେବ 6 ସେଣ୍ଟିମିଟର ଏବଂ ଉଚ୍ଚତା ହେବ 4 ସେଣ୍ଟିମିଟର। ଏବେ ସେ ଆୟତଘନର ସମଗ୍ର ପୃଷ୍ଠର କ୍ଷେତ୍ରଫଳ କେମିତି ବାହାର କରିବା? ଆମେ ସୂତ୍ର ଜାଣିଲେ, ସୂତ୍ର ପ୍ରୟୋଗ କରିବା। 2 ଗୁଣନ ଦୈର୍ଘ୍ୟ ଗୁଣନ ପ୍ରସ୍ଥ, 5ରେ 6 ଗୁଣିବା କେତେ ହେବ? 30 ଯୁକ୍ତ ପ୍ରସ୍ଥ ଗୁଣନ ଉଚ୍ଚତା, 6ରେ 4 ଗୁଣିଲେ 24 ଯୁକ୍ତ ଦୈର୍ଘ୍ୟ ଗୁଣନ ଉଚ୍ଚତା, 5ରେ 4 ଗୁଣିଲେ 20। 2 ଗୁଣନ 30ରେ 24 ମିଶାଇଲେ ହେବ 54, 54ରେ 20 ମିଶାଇଲେ ହେବ 74 ଏବଂ 2ରେ 74 ଗୁଣିଲେ ହେବ କେତେ?
148 ବର୍ଗ ସେଣ୍ଟିମିଟର। ଏବେ ଯଦି ମୁଁ ଗୋଟେ ସମଘନ କହିବି, ଗୋଟେ ସମଘନ ଦେବି, ସମଘନ ଆମେ କ'ଣ ଜାଣିଛେ, ଯାହାର ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ସମାନ ଥିବ। ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ତିନୋଟି ଯାକ ସମାନ ଥିବ। ସମଘନର ସମଗ୍ର ପୃଷ୍ଠର କ୍ଷେତ୍ରଫଳ କ'ଣ ହେବ? ସମଘନ ବି ଗୋଟେ ଆୟତଘନ ହିଁ। ତେଣୁ ଆମେ ଆୟତଘନର ସୂତ୍ର ଲେଖିବା ପ୍ରଥମେ 2 ଗୁଣନ ଦୈର୍ଘ୍ୟ ଗୁଣନ ପ୍ରସ୍ଥ ଯୁକ୍ତ ପ୍ରସ୍ଥ ଗୁଣନ ଉଚ୍ଚତା ଯୁକ୍ତ ଦୈର୍ଘ୍ୟ ଗୁଣନ ଉଚ୍ଚତା। 2 ଗୁଣନ, ଦେଖ ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ତିନୋଟି ଯାକ ସମାନ, ତେଣୁ ମୁଁ ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ଜାଗାରେ ଲେଖୁଛି ଦୈର୍ଘ୍ୟ ହିଁ ଲେଖୁଛି, ଏଲ୍ ନେଉଛି। ତେଣୁ ଏଲ୍ ଗୁଣନ ଏଲ୍ ଯୁକ୍ତ ବି ଜାଗାରେ ବି ଆମେ ନେବା ଏଲ୍ ଗୁଣନ ଏଚ୍ ଜାଗାରେ ବି ଆମେ ନେବା ଏଲ୍ ଯୁକ୍ତ ଏଲ୍ ଗୁଣନ ଏଚ୍ ଜାଗାରେ ବି ଆମେ ନେବା ଏଲ୍। 2 ଗୁଣନ ଏଲ୍ରେ ଏଲ୍ ଗୁଣିଲେ ଏଲ୍ର ବର୍ଗ ଯୁକ୍ତ ଏଲ୍ର ବର୍ଗ ଯୁକ୍ତ ଏଲ୍ର ବର୍ଗ। କେତୋଟି ଏଲ୍ର ବର୍ଗ ହେଲା? 3ଟି। 2 ଗୁଣନ 3 ଏଲ୍ର ବର୍ଗ। 2ରେ 3 ଗୁଣିଲେ କେତେ? 6। 6 ଗୁଣନ ଏଲ୍ର ବର୍ଗ। ଏବେ ଏଲ୍ କ'ଣ? ଏଲ୍ ହେଉଛି ସମଘନର ବାହୁର ଦୈର୍ଘ୍ୟ। ବୁଝିପାରିଲ? ସମାନ 6 ଗୁଣନ ବାହୁର ବର୍ଗ। ଏବେ ମୁଁ ଯଦି ଗୋଟେ ସମଘନ ନେବି ଯାହାର ବାହୁର ଦୈର୍ଘ୍ୟ ଦେଲି 6 ସେଣ୍ଟିମିଟର, ତାହାର ସମଗ୍ର ପୃଷ୍ଠର କ୍ଷେତ୍ରଫଳ ଆମେ କିପରି ନିର୍ଣ୍ଣୟ କରିବା? 6 ଗୁଣନ ବାହୁ 6, 6ର ବର୍ଗ। ତେଣୁ 6 ଗୁଣନ 36, 6ରେ 36 ଗୁଣିଲେ କେତେ ହେବ? 216 ବର୍ଗ ସେଣ୍ଟିମିଟର। ଏବେ ଆମେ ସମଗ୍ର ପୃଷ୍ଠର କ୍ଷେତ୍ରଫଳ ଜାଣିଲେ। ଏବେ ଆୟତଘନର ପାର୍ଶ୍ୱ ପୃଷ୍ଠର କ୍ଷେତ୍ରଫଳ ଜାଣିବା। ପାର୍ଶ୍ୱ ପୃଷ୍ଠ ଅର୍ଥାତ୍ କ'ଣ? ଯଦି ତୁମେ ଗୋଟେ ଘରେ ଅଛ, ତୁମ ଘର ଗୋଟେ ଆୟତଘନ ଭଳି ଏବଂ ତୁମ ଘରର 4ଟି ଯାକ କାନ୍ଥ ହେବ କ'ଣ? ପାର୍ଶ୍ୱ ପୃଷ୍ଠ ତଳ। ପାର୍ଶ୍ୱ ମାନେ ଚାରି ପାଖରେ ଯେତିକ ପାର୍ଶ୍ୱ ଅଛି। ଏବେ ତୁମେ ମାନେ ଜାଣିପାରୁଥିବ 4ଟି ଯାକ ପାର୍ଶ୍ୱ, ପ୍ରଥମେ ADCB, ତାପରେ AEFB, ତାପରେ EHGF ଏବଂ ତାପରେ ଶେଷରେ DHGC, 4ଟି ଯାକ କାନ୍ଥ। ଏବେ এই 4ଟି ଯାକର କ୍ଷେତ୍ରଫଳ ନିର୍ଣ୍ଣୟ କରିବା। ADCB ଏହି କ୍ଷେତ୍ରର କ୍ଷେତ୍ରଫଳ ହେବ Lରେ H ଗୁଣିବା ଦୈର୍ଘ୍ୟ ଉଚ୍ଚତା LH ଏବଂ EHGF ଏ କ୍ଷେତ୍ରର କ୍ଷେତ୍ରଫଳ ବି ହେବ LH। ଏବେ AEFB ଏ କ୍ଷେତ୍ରର କ୍ଷେତ୍ରଫଳ ହେବ B ଗୁଣନ H BH ଏବଂ DHGC ଏ କ୍ଷେତ୍ରର କ୍ଷେତ୍ରଫଳ ହେବ BH। ଏ 4ଟି ଯାକ କ୍ଷେତ୍ରର କ୍ଷେତ୍ରଫଳ ଆମେ ଯଦି ମିଶେଇବା ଆମେ କ'ଣ ପାଇବା? LH 2 ଥର ମିଶେଇଲେ ଆମେ, ତେଣୁ 2LH ଯୁକ୍ତ BH କୁ ଆମେ 2 ଥର ମିଶେଇବା 2BH। ଏବଂ ଦେଖ ସାଧାରଣ କ'ଣ ଅଛି? 2 ବି ଅଛି ଏବଂ H ବି ଅଛି, ତେଣୁ ମୁଁ ଲେଖିବି 2H L ପ୍ଲସ୍ B। 2H ନେଇଗଲି, ପ୍ରଥମ ପଦ ରହିଲା L, ଦ୍ୱିତୀୟ ପଦ ରହିଲା B। ତେଣୁ ଆମେ ସୂତ୍ର ପାଇଲେ 2 ଗୁଣନ ଦୈର୍ଘ୍ୟ ଯୁକ୍ତ ପ୍ରସ୍ଥ ଗୁଣନ ଉଚ୍ଚତା। ଏବେ ଆମେ ଗୋଟେ ପ୍ରଶ୍ନ କରିବା। ଧରିନିଅ ଗୋଟେ ଆୟତଘନର ଦୈର୍ଘ୍ୟ ହେଉଛି 5 ସେଣ୍ଟିମିଟର, ପ୍ରସ୍ଥ ହେଉଛି 8 ସେଣ୍ଟିମିଟର ଏବଂ ଉଚ୍ଚତା ହେଉଛି 10 ସେଣ୍ଟିମିଟର। ତେଣୁ ଏ ଆୟତଘନର ପାର୍ଶ୍ୱ ପୃଷ୍ଠର କ୍ଷେତ୍ରଫଳ ନିର୍ଣ୍ଣୟ କରିବା। ତେଣୁ ସୂତ୍ର ପକାଇବି 2 ଗୁଣନ ଦୈର୍ଘ୍ୟ ଯୁକ୍ତ ପ୍ରସ୍ଥ। 5ରେ 8 ମିଶେଇବା କେତେ ହେବ? 5 ଯୁକ୍ତ 8 ଗୁଣନ 10। 5ରେ 8 ମିଶେଇଲେ 13, 13ରେ 2 ଗୁଣିଲେ 26 ଗୁଣନ 10 କେତେ ହେଲା? 260 ବର୍ଗ ସେଣ୍ଟିମିଟର। ଏବେ ଆୟତଘନର ଯେମିତି ଆମେ ପାର୍ଶ୍ୱ ପୃଷ୍ଠର କ୍ଷେତ୍ରଫଳ ନିର୍ଣ୍ଣୟ କଲେ, ସୂତ୍ର ବାହାର କଲେ, ସେମିତି ଆମେ ସମଘନର ବି ପାର୍ଶ୍ୱ ପୃଷ୍ଠର କ୍ଷେତ୍ରଫଳ ନିର୍ଣ୍ଣୟ କରିବା। ସମଘନରେ ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ତିନୋଟି ଯାକ ସମାନ, ତେଣୁ ମୁଁ ଦୈର୍ଘ୍ୟ ପ୍ରସ୍ଥ ଉଚ୍ଚତା ତିନୋଟି ଯାକର ଦୈର୍ଘ୍ୟ ନେଉଛି A ସମାନ 2 ଗୁଣନ Aରେ A ମିଶେଇବା ଗୁଣନ A ସମାନ 2 ଗୁଣନ Aରେ A ମିଶେଇଲେ 2ଟା A, ତେଣୁ 2A ଗୁଣନ A। 2ରେ 2 ଗୁଣିଲେ 4, Aରେ A ଗୁଣିଲେ Aର ବର୍ଗ, 4Aର ବର୍ଗ। ତେଣୁ ଆମେ ସୂତ୍ର କ'ଣ ଜାଣିଲେ? 4 ଗୁଣନ ବାହୁର ବର୍ଗ, ବାହୁର ଦୈର୍ଘ୍ୟର ଆମେ ବର୍ଗ ନିର୍ଣ୍ଣୟ କରିବା। ଏବେ ଗୋଟେ ସମଘନ ନେବା, ଯେଉଁ ସମଘନର ବାହୁର ଦୈର୍ଘ୍ୟ ଧରିନିଅ ଦେଇଛି 20 ସେଣ୍ଟିମିଟର। ତେଣୁ ସେ ସମଘନର ପାର୍ଶ୍ୱ ପୃଷ୍ଠର କ୍ଷେତ୍ରଫଳ କ'ଣ ହେବ? 4 ଗୁଣନ ବାହୁର ଦୈର୍ଘ୍ୟର ବର୍ଗ 20ର ବର୍ଗ ସମାନ 4 ଗୁଣନ 20ରେ 20 ଗୁଣିଲେ ହେବ 400, 400ରେ 4 ଗୁଣିଲେ କେତେ ହେବ? 1600 ଏତିକି ବର୍ଗ ସେଣ୍ଟିମିଟର।